देखो ଶିଖରେ ଆପଣଙ୍କୁ ସ୍ୱାଗତ। ଆଜି ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ନମ୍ବର 1, ସମସ୍ତ 851 ଜିଲ୍ଲା ପରିଷଦ ଜୋନ୍ର ଫଳାଫଳ ଘୋଷିତ। ବିଜେଡିକୁ 765। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ହୋଇଥିବା ସମସ୍ତ 851 ଜିଲ୍ଲା ପରିଷଦ ଜୋନ୍ର ଫଳାଫଳ ଘୋଷଣା ହୋଇଛି। ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ 765ଟି ଜୋନ୍ରେ ବିଜୟୀ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ତୃଣମୂଳ ସ୍ତରରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ କେନ୍ଦ୍ରରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି 42ଟି ଜୋନ୍ରେ ବିଜୟୀ ହୋଇପାରିଛି। ସେହିଭଳି ଦେଶର ସର୍ବପୁରାତନ ଜାତୀୟ ରାଜନୈତିକ ଦଳ କଂଗ୍ରେସ ମାତ୍ର 37ଟି ଆସନରେ ସନ୍ତୁଷ୍ଟ ରହିଛି। ସ୍ୱାଧୀନ ପ୍ରାର୍ଥୀ 3ଟି ଓ ଅନ୍ୟାନ୍ୟ ଦଳ 4ଟି ଜୋନ୍ରେ ବିଜୟୀ ହୋଇଛନ୍ତି। ନମ୍ବର 2, ବିଜେଡିର ବିପୁଳ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଏହାକୁ ଲକ୍ଷ୍ୟ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ନିଜର ଟ୍ୱିଟ୍ରେ ଲେଖିଛନ୍ତି, ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ 2022ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି। ବିଜୟୀ ଦଳୀୟ ପ୍ରାର୍ଥୀ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ମୋର ଶୁଭେଚ୍ଛା। ନମ୍ବର 3, 7ରେ ଏଚ୍ଏଲ୍ଟି ଏସ୍ଏସ୍ ପରୀକ୍ଷା। ଆସନ୍ତା ମାର୍ଚ୍ଚ 7 ତାରିଖରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରଥମ ଷାଣ୍ମାସିକ ଓଡ଼ିଆ ଭାଷା ପରୀକ୍ଷା ଅର୍ଥାତ୍ ଏଚ୍ଏଲ୍ଟି ଏବଂ ଦଶମ ଶ୍ରେଣୀର ପ୍ରଥମ ଏକକ ବିଷୟ ଅର୍ଥାତ୍ ଏସ୍ଏସ୍ ପରୀକ୍ଷା ଅନୁଷ୍ଠିତ ହେବ। 591 ଜଣ ଏଚ୍ଏଲ୍ଟି ଏବଂ 3013 ଜଣ ପରୀକ୍ଷାର୍ଥୀ ଏକକ ବିଷୟରେ ପରୀକ୍ଷା ଦେବେ। ରାଜ୍ୟର 21ଟି ପରୀକ୍ଷା କେନ୍ଦ୍ରରେ ଉକ୍ତ 2ଟି ପରୀକ୍ଷା କରାଯିବାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବାହ୍ନ 8ଟାରୁ 10:30 ପର୍ଯ୍ୟନ୍ତ ଏସ୍ଏସ୍ ପରୀକ୍ଷା ହେବ। ସେହିପରି ପୂର୍ବାହ୍ନ 8ଟାରୁ 9ଟା ମଧ୍ୟରେ ଏଚ୍ଏଲ୍ଟିର ଲିଖିତ ପରୀକ୍ଷା ସରିବା ପରେ 10ଟାରୁ ମୌଖିକ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍ bsc.odisha.ac.in ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ସୋମବାର ବୋର୍ଡ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ନମ୍ବର 4, ମାସ ଆରମ୍ଭରୁ ଝଟକା, ପୁଣି ବଢ଼ିଲା ଏଲ୍ପିଜି ସିଲିଣ୍ଡର ଦାମ। ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା, ପୁଣି ବଢ଼ିଲା ଏଲ୍ପିଜି ସିଲିଣ୍ଡର ଦର। କାଲିଠାରୁ ଏଲ୍ପିଜି ମୂଲ୍ୟ 105 ଟଙ୍କା ବଢ଼ିଛି। ତେବେ ଏହି ବର୍ଦ୍ଧିତ ମୂଲ୍ୟ କମର୍ସିଆଲ ସିଲିଣ୍ଡର ପାଇଁ ଲାଗୁ ହୋଇଛି। ତେବେ ଘରୋଇ ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଘରେ ବ୍ୟବହୃତ ହେଉଥିବା ଏଲ୍ପିଜି ସିଲିଣ୍ଡର ମୂଲ୍ୟ 6 ଅକ୍ଟୋବର 2021 ପରଠାରୁ ଅପରିବର୍ତ୍ତିତ ରହିଛି। ପୁଣି 19 କିଲୋଗ୍ରାମ ଏଲ୍ପିଜି ସିଲିଣ୍ଡର ମୂଲ୍ୟ 1907 ଟଙ୍କା ବଦଳରେ 2012 ଟଙ୍କାକୁ ବୃଦ୍ଧି ପାଇଛି। ସେପଟେ 5 କିଲୋଗ୍ରାମ ସିଲିଣ୍ଡର ଦରରେ ମଧ୍ୟ ବୃଦ୍ଧି ହୋଇଛି। ସିଲିଣ୍ଡର ପିଛା 27 ଟଙ୍କା ବଢ଼ିଛି। ଦିଲ୍ଲୀରେ 5 କିଲୋ ସିଲିଣ୍ଡର ଦାମ 569 ଟଙ୍କାରେ ପହଞ୍ଚିଛି। ମାର୍ଚ୍ଚ 7 ପରେ ଘରୋଇ ଏଲ୍ପିଜି ସିଲିଣ୍ଡର ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା ରହିଛି। ନମ୍ବର 5, ଫେରିବ ସାଧାରଣ ଶ୍ରେଣୀ ଯାତ୍ରୀ ସେବା। କୋଭିଡ୍ ମହାମାରୀ ଯୋଗୁଁ ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ସାଧାରଣ ଶ୍ରେଣୀ ଯାତ୍ରୀ ସେବା ଆରମ୍ଭ କରିବା ନେଇ ରେଲୱେ ପକ୍ଷରୁ ଘୋଷଣା କରାଯାଇଛି। ମହାମାରୀ ସମୟରେ ଟ୍ରେନ୍ରେ ଗହଳି କମାଇବା ନେଇ ସମ୍ପୂର୍ଣ୍ଣ ରିଜର୍ଭ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଥିଲା। ଏପରିକି ଅଧିକାଂଶ ଲୋକ ବ୍ୟବହାର କରୁଥିବା ସାଧାରଣ ଦ୍ୱିତୀୟ ଶ୍ରେଣୀ କୋଚ୍ଗୁଡ଼ିକୁ ରିଜର୍ଭ କୋଚ୍ ଭାବେ ବ୍ୟବହାର କରାଯାଉଥିଲା। କୋଭିଡ୍ ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ରେଳ କର୍ତ୍ତୃପକ୍ଷ ଦ୍ୱିତୀୟ ଶ୍ରେଣୀ ଯାତ୍ରୀ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନମ୍ବର 6, ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷିତ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଅର୍ଥାତ୍ ଏନ୍ଟିଏ ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷଣା କରିଛି। ଏନ୍ଟିଏ ଜେଇଇ ମେନ୍ 2022 ପରୀକ୍ଷା 2ଟି ସେସନରେ ଯଥା ଏପ୍ରିଲ ଓ ମେ ମାସରେ ହେବ। ଜେଇଇ ମେନ୍ 2022ର ପ୍ରଥମ ସେସନ ଏପ୍ରିଲ 16ରୁ 21 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମେ 24ରୁ 29 ତାରିଖ ଯାଏଁ ହେବ। ତେବେ ଜେଇଇ ମେନ୍ ପରୀକ୍ଷା ପାଇଁ ମାର୍ଚ୍ଚ 1 ତାରିଖଠାରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଛାତ୍ରଛାତ୍ରୀମାନେ jeimain.nta.nic.in ରେ ଆବେଦନ କରିପାରିବେ। ଅଫିସିଆଲ ନୋଟିସ୍ ଅନୁସାରେ ଏନ୍ଟିଏ ଜେଇଇ ମେନ୍ 2022 କେବଳ 2 ଥର ଆୟୋଜିତ କରାଯିବ। ଯେଉଁ ଛାତ୍ରଛାତ୍ରୀ ମେନ୍ ପରୀକ୍ଷା ଦେବାକୁ ଚାହୁଁଥିବେ ସେମାନଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଜେଇଇ ଆବେଦନପତ୍ର ଦାଖଲ କରିବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ jeimain.nta.nic.in ରେ ଜେଇଇ ମେନ୍ ପରୀକ୍ଷା ପାଇଁ ବ୍ରୋଚର ମଧ୍ୟ ପାଇପାରିବେ। ଏହି ବ୍ରୋଚର ମାଧ୍ୟମରେ ଛାତ୍ରଛାତ୍ରୀ ଆଇଆଇଟି ଜେଇଇ ପରୀକ୍ଷା ଭଳି ପାଠ୍ୟକ୍ରମ ଓ ପରୀକ୍ଷା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ। ନମ୍ବର 7, ୟୁକ୍ରେନରେ ବୋମାମାଡ଼ରେ ଭାରତୀୟ ଛାତ୍ର ମୃତ। ୟୁକ୍ରେନରେ ଘମାଘୋଟ ଯୁଦ୍ଧ ଜାରି ରହିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ତେବେ ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ମୃତ୍ୟୁବରଣ କରିଛନ୍ତି। ରୁଷିଆ ସୈନ୍ୟଙ୍କ ବୋମାମାଡ଼ରେ କର୍ଣ୍ଣାଟକର ଜଣେ ଛାତ୍ର ମୃତ୍ୟୁବରଣ କରିଥିବା ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ମୃତ ଛାତ୍ରର ନାଁ ନବୀନ ବୋଲି ଜଣାପଡ଼ିଛି। ଏକ ଟ୍ୱିଟ୍ କରି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି ଜଣାଇଛନ୍ତି ଯେ ଖାର୍କିଭ୍ ସହରରେ ଜଣେ ଭାରତୀୟ ଛାତ୍ର ବୋମାମାଡ଼ରେ ମୃତ୍ୟୁବରଣ କରିଛନ୍ତି। ନବୀନଙ୍କ ପିତା ଜ୍ଞାନ ଗୌଦର ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ ୟୁକ୍ରେନର ଖାର୍କିଭ୍ରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ସହ ଭାରତୀୟ ଦୂତାବାସରୁ କେହି ବି ଯୋଗାଯୋଗ କରିନଥିଲେ। ନମ୍ବର 8, କିଭ୍ ଉପରେ ପ୍ରଚଣ୍ଡ ଆକ୍ରମଣ, କ୍ଷେପଣାସ୍ତ୍ର ମାଡ଼ରେ ଜଳୁଛି ଟିଭି ଷ୍ଟେସନ।
ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଇଛି ରୁଷିଆ। ଏହି ସହର ଉପରେ ଘନ ଘନ ମିଜାଇଲ ଓ ରକେଟ୍ ମାଡ଼ କରିଚାଲିଛି। ଏହା ସହିତ ରୁଷୀୟ ସେନା ସମଗ୍ର ରାଜଧାନୀକୁ ଘେରି ଯାଇଛନ୍ତି। ରୁଷିଆର ମିଜାଇଲ ମାଡ଼ରେ କିଭ୍ରେ ଥିବା ଟିଭି ଷ୍ଟେସନ ନଷ୍ଟ ହୋଇଯାଇଛି। ଏହା ଫଳରେ ୟୁକ୍ରେନ୍ର ସରକାରୀ ଟିଭି ଚ୍ୟାନେଲର ପ୍ରସାରଣ ବନ୍ଦ ହୋଇଯାଇଛି। ଏହା ପୂର୍ବରୁ କିଭ୍ରେ ଥିବା ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ଓ ସାମରିକ ପ୍ରତିଷ୍ଠାନ ନିକଟରେ ନ ରହିବାକୁ ସାଧାରଣ ନାଗରିକଙ୍କୁ ସତର୍କ କରିଦେଇଥିଲା ରୁଷିଆ। ୟୁକ୍ରେନ୍ ଟିଭି ଦ୍ୱାରା ମିଥ୍ୟା ପ୍ରଚାର କରାଯାଉଥିବାରୁ ଏହି ଆକ୍ରମଣ କରାଯାଇଛି ବୋଲି ରୁଷିଆ କହିଛି। ଅନ୍ୟପକ୍ଷରେ କିଭ୍ରେ ଆଉ କୌଣସି ଭାରତୀୟ ନାହାନ୍ତି। କିଭ୍ରୁ ଆଉ କୌଣସି ଭାରତୀୟ ନାଗରିକଙ୍କ ଫୋନ୍ ଆସୁନାହିଁ ବୋଲି ଭାରତର ବିଦେଶ ସଚିବ ହର୍ଷ ଶ୍ରୀଙ୍ଗଲା କହିଛନ୍ତି। ତେବେ ଖାର୍କିଭ୍ରେ ଏବେ ବି ଅନେକ ଭାରତୀୟ ଫସି ରହିଛନ୍ତି। ତେବେ ସେମାନେ ବିପଦପୂର୍ଣ୍ଣ ଅଞ୍ଚଳରୁ ବାହାରେ ଅଛନ୍ତି ବୋଲି ସେ କହିଛନ୍ତି। ନମ୍ବର 9 ୟୁକ୍ରେନ୍କୁ ସେନା ପଠାଇବା ପାଇଁ ମନା କଲା ବ୍ରିଟେନ୍। ଯୁଦ୍ଧ ସହିତ ଯୁଝୁଥିବା ୟୁକ୍ରେନ୍କୁ ବ୍ରିଟେନ୍ ତରଫରୁ ନିରାଶା ମିଳିଛି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ମଙ୍ଗଳବାର ନିଜ ସେନାକୁ ରୁଷ ବିରୋଧରେ ଯୁଦ୍ଧ କରିବାକୁ ମନା କରିଦେଇଛନ୍ତି। ଆମେ ୟୁକ୍ରେନ୍ରେ ରୁଷ ସେନା ସହ ଲଢ଼ିବୁ ନାହିଁ ବୋଲି ଜନସନ୍ କହିଛନ୍ତି। ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଶୁକ୍ରବାର ନାଟୋର ସଦସ୍ୟ ଦେଶମାନଙ୍କୁ କହିଥିଲେ ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ କରିବାରୁ ତାଙ୍କ ଦେଶ ଶୀଘ୍ର ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଓ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭଙ୍କ ଉପରେ ପ୍ରତ୍ୟକ୍ଷ ପ୍ରତିବନ୍ଧକ ଲଗାଇବ। ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ୟୁକ୍ରେନ୍ର ନାଗରିକଙ୍କ ସମ୍ପର୍କୀୟମାନଙ୍କ ପାଇଁ ଭିସା ଯୋଗାଇ ଦେବେ। ଜନସନ୍ ଘୋଷଣା କରିଛନ୍ତି ଯେ ରୁଷ ଆକ୍ରମଣ ପରେ ଦେଶ ଛାଡୁଥିବା ୟୁକ୍ରେନ୍ର ସେହି ଲୋକମାନେ ବ୍ରିଟେନ୍କୁ ଆସିପାରିବେ ଯାହାଙ୍କର ପରିବାର ସଦସ୍ୟ ପୂର୍ବରୁ ବ୍ରିଟେନ୍ରେ ରହି ଆସୁଛନ୍ତି। ୟୁକ୍ରେନ୍ରେ ସଙ୍କଟର ଏହି ସମୟରେ ବ୍ରିଟେନ୍ ମୁହଁ ମୋଡ଼ିବ ନାହିଁ। ନମ୍ବର 10 କିଭ୍ ମୁହାଁ ରୁଷୀୟ ସେନା 64 କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ୍। ୟୁକ୍ରେନ୍ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ରୁଷିଆ। ଖୁବ୍ ଶୀଘ୍ର ରୁଷିଆ ୟୁକ୍ରେନ୍ର ରାଜଧାନୀ କିଭ୍କୁ ନିଜ ଦଖଲକୁ ଆଣିବାକୁ ଚେଷ୍ଟା ଚଳାଇଛି। ଏଥିପାଇଁ ଏବେ କିଭ୍ ମୁହାଁ ହୋଇଛନ୍ତି ରୁଷୀୟ ସେନା। ସଦ୍ୟ ଆସିଥିବା ଖବରରୁ ଜଣାପଡ଼ିଛି କି ସାଟେଲାଇଟ୍ ଚିତ୍ରରୁ ଯାହା ଜଣାପଡ଼ୁଛି ପ୍ରାୟ 64 କିଲୋମିଟର ପର୍ଯ୍ୟନ୍ତ ଲମ୍ବିଲାଣି ରୁଷୀୟ ସେନା। ଏହା ରାଜଧାନୀ କିଭ୍ର ଉତ୍ତର ପଟରେ ଥିବା ଦେଖାଯାଇଛି। ମେକ୍ସାସ୍ ଟେକ୍ନୋଲୋଜି ପକ୍ଷରୁ ଜାରି କରାଯାଇଥିବା ଫଟୋରୁ ଏହା ଜଣାପଡ଼ିଛି। 64 କିଲୋମିଟର ପର୍ଯ୍ୟନ୍ତ ଲମ୍ବା ସେନାଙ୍କ କାଫିଲାରେ ବଖ୍ତରବନ୍ଦ ଟ୍ୟାଙ୍କ ତୋପଖାନେ ଏବଂ ସପୋର୍ଟ ଗାଡ଼ି ସାମିଲ ରହିଛି। ପୂର୍ବରୁ ଏହା 25 କିଲୋମିଟର ଲମ୍ବା ଥିବାବେଳେ ଏବେ ଏହା 64 କିଲୋମିଟର ପର୍ଯ୍ୟନ୍ତ ବଢ଼ିଯାଇଛି। ଏହା ସହ ଦକ୍ଷିଣ ବେଲାରୁସରେ ସେନା ଓ ହେଲିକପ୍ଟର ବି ମୁତୟନ କରାଯାଇଛି। ନମ୍ବର 11 ରୁଷିଆର ପରମାଣୁ ଧମକକୁ ନେଇ ବଢ଼ିଲା ବିବାଦ। ରୁଷିଆ ୟୁକ୍ରେନ୍ ମଧ୍ୟରେ ଷଷ୍ଠ ଦିନରେ ଯୁଦ୍ଧ ଜାରି ରହିଛି। ବେଳକୁ ବେଳ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି। ଇତିମଧ୍ୟରେ ରବିବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଏକ ବିପଜ୍ଜନକ ସଂକେତ ଦେଇଛନ୍ତି। ପୁଟିନ୍ ପରମାଣୁ ପ୍ରତିରୋଧୀ ବଳକୁ ଆଲର୍ଟରେ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି କି ପଶ୍ଚିମ ଦେଶ ରୁଷିଆ ବିରୋଧରେ ଉସ୍କେଇବା କାମ କରୁଛନ୍ତି। ଏପଟେ ରୁଷିଆର ପରମାଣୁ ଧମକକୁ ନେଇ ବହୁ ଦେଶ ବିରୋଧ ପ୍ରକାଶ କରିଛନ୍ତି। କିଛି ପଶ୍ଚିମ ଦେଶ ରୁଷିଆ ପାଇଁ ସେମାନଙ୍କ ବିମାନ ସେବା ବନ୍ଦ କରିଦେଇଛନ୍ତି। ଏପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ରୁଷିଆର ଏଭଳି ଧମକ ଭିତ୍ତିହୀନ। ପରେ ରୁଷିଆକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ନମ୍ବର 12 ରୁଷ ଆକ୍ରମଣରେ 70ରୁ ଅଧିକ ୟୁକ୍ରେନ୍ ସୈନିକଙ୍କର ମୃତ୍ୟୁ। ୟୁକ୍ରେନ୍ ବିରୋଧରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ମଙ୍ଗଳବାର ଷଷ୍ଠ ଦିନ ପାଇଁ ଜାରି ରହିଛି। ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ପରିସ୍ଥିତିର ସମାଧାନ ପାଇଁ କୂଟନୈତିକ ପ୍ରୟାସ ଜାରି ରହିଥିଲେ ବି କୌଣସି ଫଳ ମିଳିପାରି ନାହିଁ। ତେବେ ବର୍ତ୍ତମାନ ଖବର ଆସିଛି ଯେ ରୁଷର ଆକ୍ରମଣରେ 70ରୁ ଅଧିକ ୟୁକ୍ରେନ୍ ସୈନିକଙ୍କର ମୃତ୍ୟୁ ଘଟିଛି। ୟୁକ୍ରେନ୍ର ଖାର୍କିଭ୍ ଏବଂ କିଭ୍ ମଧ୍ୟରେ ଥିବା ଓଖାର୍ତିକାରର ଏକ ସୈନିକ ଅଡ୍ଡା ଉପରେ ରୁଷ ସେନା ପକ୍ଷରୁ ଆକ୍ରମଣ କରାଯାଇଛି। ଏଥିରେ 70ରୁ ଅଧିକ ୟୁକ୍ରେନ୍ ସୈନିକଙ୍କର ମୃତ୍ୟୁ ହୋଇଯାଇଛି। ସେହିପରି ସାଟେଲାଇଟ୍ ଚିତ୍ରଗୁଡ଼ିକରେ ଦେଖିବାକୁ ମିଳିଛି ଯେ 64 କିଲୋମିଟର ଲମ୍ବା ସାମରିକ ବାହିନୀ ୟୁକ୍ରେନ୍ର ରାଜଧାନୀ କିଭ୍ ଅଭିମୁଖେ ଯାଉଛନ୍ତି। ଏଥିରେ ସେନା ଟ୍ରକ୍, ସଶସ୍ତ୍ର ଯାନ, ଟ୍ୟାଙ୍କ ଓ ଶତାଧିକ ସୈନିକ ଅଛନ୍ତି। ନମ୍ବର 13 ଆଜି ପୁଣି ରୁଷ ୟୁକ୍ରେନ୍ ଆଲୋଚନା। ଗୁଇନ୍ଦା ପ୍ରତିଷ୍ଠାନରେ ହମଲା କରିବ ମସ୍କୋ। ଗୋଟିଏ ପଟେ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ଶାନ୍ତି ଆଲୋଚନା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସୋମବାର ରୁଷ ଓ ୟୁକ୍ରେନ୍ ପ୍ରଥମ ଥର ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳିନଥିଲା। ତେବେ ଆଜି ପୁଣି ଦୁଇ ଦେଶ ମଧ୍ୟରେ ବୈଠକ ବସିବ। ମିଳିଥିବା ସୂଚନା ଅନୁଯାୟୀ ବେଲାରୁଷ ସୀମାନ୍ତ ଗୋମେଲ ସହରରେ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଶାନ୍ତି ବୈଠକ ବସିବ। ଏବେ କେତେକ ପରିବର୍ତ୍ତନରେ ଉଭୟ ଦେଶ ରାଜି ହୋଇଛନ୍ତି। ତେଣୁ ଆଜି ପୁଣି ବୈଠକ ବସିବ ବୋଲି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଶାନ୍ତି ପାଇଁ ଆଲୋଚନା କହୁଥିବା ରୁଷ ପଡ଼ୋଶୀ ୟୁକ୍ରେନ୍ ଉପରେ ହମଲା ଜାରି ରଖିଛି। ବିଶେଷ କରି କିଭ୍ ଓ ଖାର୍କିଭ୍ରେ ମିଜାଇଲ ମାଡ଼ ପୂର୍ବ ଭଳି ଅବ୍ୟାହତ ରହିଛି। ଏବେ ରୁଷ ସୈନ୍ୟ କିଭ୍ରେ ଥିବା ୟୁକ୍ରେନ୍ ଗୋଇନ୍ଦା ଭିତ୍ତିଭୂମିକୁ ଟାର୍ଗେଟ୍ କରିବ। ଏଥିପାଇଁ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କୁ ତୁରନ୍ତ ସେଠାରୁ ଅନ୍ୟତ୍ର ଚାଲିଯିବାକୁ କୁହାଯାଇଛି। ନମ୍ବର 14 ଆମେରିକା ହିଁ ୟୁକ୍ରେନ୍ ଯୁଦ୍ଧ ପାଇଁ ଦାୟୀ, ଇରାନ୍ ସୁପ୍ରିମ୍ ଲିଡରଙ୍କ ଆକ୍ଷେପ। ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ ନେଇ ଇରାନର ସୁପ୍ରିମ୍ ଲିଡର ଆୟତୁଲ୍ଲା ଅଲି ଖମନେଇ ଆମେରିକା ଉପରେ ଦୋଷ ବୋଳିଛନ୍ତି। ସେ କହିଛନ୍ତି ଯେ ଆମେରିକା ମାଫିଆ ଭଳି କାର୍ଯ୍ୟ କରୁଛି। ଆମେରିକା ଜାଣିଶୁଣି ଯୁଦ୍ଧ ସ୍ଥିତି ସୃଷ୍ଟି କରି ୟୁକ୍ରେନ୍କୁ ଫସାଇ ଦେଇଛି ବୋଲି ସେ ଆକ୍ଷେପ କରିଛନ୍ତି। ଆମେରିକା ହିଁ ୟୁକ୍ରେନ୍ ଯୁଦ୍ଧ ପାଇଁ ଦାୟୀ। ଏହି ଯୁଦ୍ଧ ଶୀଘ୍ର ସମାପ୍ତ ହେବା ଜରୁରୀ ବୋଲି ସେ କହିଛନ୍ତି। ଆମେରିକା ଉପରେ କେବେ ଭରସା କରାଯାଇପାରେ ନା। ୟୁକ୍ରେନ୍ ଯୁଦ୍ଧ ହିଁ ଏହା ସୂଚାଇ ଦେଇଛି। ମଙ୍ଗଳବାର ଟିଭିରେ ବକ୍ତବ୍ୟ ପ୍ରଦାନ ସମୟରେ ସେ ଏଭଳି କହିଛନ୍ତି। ଆମେରିକାର ମାଫିଆ ଶାସନ ଯୋଗୁଁ ପୃଥିବୀରେ ସଙ୍କଟ ସୃଷ୍ଟି
ସୃଷ୍ଟି ହୋଇଥିବା ସେ କହିଛନ୍ତି। ନମ୍ବର 15 ୟୁରୋପୀୟ ୟୁନିୟନର ସଦସ୍ୟ ହେବ ୟୁକ୍ରେନ, ଜେଲେନସ୍କିଙ୍କ ଆବେଦନକୁ ମିଳିଲା ସ୍ୱୀକୃତି। ରୁଷର ନାଲି ଆଖି ସତ୍ତ୍ୱେ ୟୁରୋପୀୟ ୟୁନିୟନର ସଦସ୍ୟ ହେବାକୁ ଯାଉଛି ୟୁକ୍ରେନ। ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ସୋମବାର ରାଷ୍ଟ୍ରପତି ଜେଲେନସ୍କି କରିଥିବା ଆବେଦନକୁ କାଲି ୟୁରୋପୀୟ ସଂସଦ ଗ୍ରହଣ କରିନେଇଛନ୍ତି। ଏବେ ଏହାକୁ ବିଧିବଦ୍ଧ ମଞ୍ଜୁରୀ ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସଂସଦରେ ଅନୁଷ୍ଠିତ ହେବାକୁ ଥିବା ଭୋଟ ପରେ ୟୁକ୍ରେନ ୟୁରୋପୀୟ ୟୁନିୟନରେ ସାମିଲ ହୋଇଯିବ। ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ବିବେଚନା କରାଯିବ, କାରଣ ୟୁକ୍ରେନ ନାଟୋ କିମ୍ବା ୟୁରୋପୀୟ ୟୁନିୟନରେ ସାମିଲ ନ ହେବା ଦରକାର ବୋଲି ରୁଷ ଚେତାବନୀ ଦେଇଥିଲା। ହେଲେ ଏହାକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧ ସତ୍ତ୍ୱେ ଖାତିର କରିନଥିଲେ। ନମ୍ବର 16 ନିରାପତ୍ତା ପରିଷଦ ସ୍ଥାୟୀ ସଦସ୍ୟ ପଦରୁ ରୁଷିଆକୁ ବିତାଡ଼ିତ କରାଯିବ, କହିଲା ବ୍ରିଟେନ। ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷିଆକୁ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟ ପଦରୁ ହଟାଇବାକୁ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି। ଏହାଛଡ଼ା ଆହୁରି କେତେକ ବିକଳ୍ପ ଉପରେ ବିଚାର କରାଯାଉଛି ବୋଲି ବ୍ରିଟେନ କହିଛି। ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆ ଏକ ବଡ଼ ଯୁଦ୍ଧ ଅପରାଧ କରିଛି। ଏହାଦ୍ୱାରା ବିଶ୍ୱ ପୁଣି ଯୁଦ୍ଧ ହଟହଟ ଆଡ଼କୁ ଗତି କରୁଛି। ଏଣୁ ରୁଷିଆ ବିରୋଧରେ ସବୁ ପାଶ୍ଚାତ୍ୟ ଦେଶ ଏକଜୁଟ ହେଉଛନ୍ତି। ଫ୍ରାନ୍ସ କହିଛି ଯେ ରୁଷିଆ ବିରୋଧରେ ଆହୁରି କଠୋର ଆର୍ଥିକ କଟକଣା ଲଗାଯିବ। ତେବେ ରୁଷିଆକୁ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟରୁ ହଟାଇବା ଏତେ ସହଜ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ନିରାପତ୍ତା ପରିଷଦରେ ଏବେ 5ଟି ଭେଟୋ କ୍ଷମତା ସମ୍ପନ୍ନ ସ୍ଥାୟୀ ଦେଶ ଅଛନ୍ତି, ଯଥା ଆମେରିକା, ରୁଷିଆ, ବ୍ରିଟେନ, ଫ୍ରାନ୍ସ ଓ ଚୀନ। ନମ୍ବର 17 ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇବ ଭାରତ। ରୁଷିଆ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଏହା ପଠାଯିବ। ଦୁଇ ଦେଶରେ ଯୁଦ୍ଧ କାରଣରୁ ୟୁକ୍ରେନର ହଜାର ହଜାର ଲୋକ ସୀମାବର୍ତ୍ତୀ ଅଞ୍ଚଳକୁ ଚାଲି ଆସୁଛନ୍ତି। ଫଳରେ ସେଠାରେ ମାନବୀୟ ସଙ୍କଟ ଉପୁଜିଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ନେଇ କରାଯାଉଥିବା ପ୍ରୟାସର ସମୀକ୍ଷା କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନର ମାନବୀୟ ସଙ୍କଟ କଥା ଆଲୋଚନାକୁ ଆଣିଥିଲେ। ଆଉ ଏଥିପାଇଁ ମଙ୍ଗଳବାର ସହାୟତା ଯୋଗାଇ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ୟୁକ୍ରେନ ପାଇଁ ମଙ୍ଗଳବାର ମାନବୀୟ ସହାୟତା ସାମଗ୍ରୀ ପଠାଯିବ। ନମ୍ବର 18 ଦୁଇ ସପ୍ତାହ ମଧ୍ୟରେ ପଦ ଛାଡ଼ିଲେ ଏୟାର ଇଣ୍ଡିଆ ମୁଖ୍ୟ। ଟାଟା ଏୟାର ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ବା ସିଇଓ ହେବା ପାଇଁ ମନା କରିଦେଇଛନ୍ତି ତୁର୍କୀର ଇଲକର ଆଇସି। ଏନେଇ ଟାଟା ପ୍ରବକ୍ତା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ଫେବୃଆରୀ 14ରେ ଟାଟା ସନ୍ସ ବୋର୍ଡ ପକ୍ଷରୁ ଆଇସିଙ୍କୁ ସିଇଓ ଏବଂ ଏମ୍ଡି ଅଫ୍ ଏୟାର ଇଣ୍ଡିଆ ପଦରେ ନିଯୁକ୍ତ କରାଯାଇଥିଲା। ଏହି ନିଯୁକ୍ତିକୁ ବିରୋଧ କରିଥିଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଅର୍ଥାତ୍ ଆର୍ଏସ୍ଏସ୍। ତୁର୍କୀ ରାଜନୀତିରେ ଆଇସିଙ୍କ ଲିଙ୍କ ରହିଛି। ଏହି ଦେଶ ସହ ନୂଆଦିଲ୍ଲୀର ସମ୍ପର୍କ ଭଲ ନଥିବାରୁ ତାଙ୍କ ନିଯୁକ୍ତିକୁ ବାତିଲ କରିବା ପାଇଁ ଆର୍ଏସ୍ଏସ୍ ପକ୍ଷରୁ ଦାବି କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଋଣ ବୋଝରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆ ଟାଟା ଅଧୀନକୁ ଚାଲିଯାଇଛି। ନମ୍ବର 19 ୟୁକ୍ରେନରୁ ଭାରତୀୟଙ୍କୁ ଆଣିବାକୁ ଯିବ ବାୟୁସେନାର C-17 ଗ୍ଲୋବମାଷ୍ଟର। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଅଭିଯାନକୁ ଜୋରଦାର କରିବାକୁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଅପରେସନ ଗଙ୍ଗାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି। ବାୟୁସେନା ବିମାନ ଏହି ମିଶନରେ ସାମିଲ ହେଲେ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ତା ସହିତ ଭାରତରୁ ପଠାଯାଉଥିବା ରିଲିଫ ସାମଗ୍ରୀ ମଧ୍ୟ ଶୀଘ୍ର ପହଞ୍ଚିବ। ଭାରତୀୟ ବାୟୁସେନାର C-17 ବିମାନ ଆଜି ଅପରେସନ ଗଙ୍ଗା ମିଶନ ଅଧୀନରେ ଉଡ଼ାଣ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ନମ୍ବର 20 ଫ୍ରାନ୍ସକୁ ରିଏଲ ୱାରର ଧମକ ଦେଲା ରୁଷ। ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧ ଯେତିକି ତୀବ୍ର ହେଉଛି, ବିଶ୍ୱ ରାଜନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ମଧ୍ୟ ସେତିକି ଜୋର ଧରୁଛି। ୟୁକ୍ରେନରେ ଦମନଲୀଳା କରୁଥିବା ରୁଷ ଏବେ ଫ୍ରାନ୍ସକୁ ପ୍ରକୃତ ଯୁଦ୍ଧ ବା ରିଏଲ ୱାରର ଧମକ ଦେଇଛି। ରୁଷର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପମୁଖ୍ୟ ଦିମିତ୍ରି ମେଦଭେଦ ଆଜି ଟ୍ୱିଟ୍ କରି ଫ୍ରାନ୍ସକୁ ଚେତାବନୀ ଦେଇଛନ୍ତି। ଫ୍ରାନ୍ସ ଅର୍ଥମନ୍ତ୍ରୀ ରୁଷର ଦମନଲୀଳା ବିରୋଧରେ ଅର୍ଥନୈତିକ ଯୁଦ୍ଧ ଆରମ୍ଭ ହେବ ବୋଲି କହିଥିବାରୁ ଏହାର ଜବାବରେ ମେଦଭେଦ ପ୍ରକୃତ ୱାର କଥା କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, କାଲି କିଛି ଫ୍ରାନ୍ସ ମନ୍ତ୍ରୀ ରୁଷ ବିରୋଧରେ ଅର୍ଥନୈତିକ ଯୁଦ୍ଧ ଡାକରା ଦେଇଛନ୍ତି। ଦୟାକରି ନିଜ ଜିଭ ଉପରେ ନିୟନ୍ତ୍ରଣ କର ଜେଣ୍ଟଲମ୍ୟାନ। ଏବଂ ମାନବ ଇତିହାସରେ ଅର୍ଥନୈତିକ ୱାର ସବୁବେଳେ ରିଏଲ ୱାରର ରୂପ ନେଇଥାଏ ବୋଲି ଆଦୌ ଭୁଲ ନାହିଁ। ନମ୍ବର 21 ୟୁକ୍ରେନ ପରିସ୍ଥିତି ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ସୂଚନା ଦେଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ୟୁକ୍ରେନ ସମେତ ବିଭିନ୍ନ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ଗତକାଲି ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅପରେସନ ଗଙ୍ଗା ଅଧୀନରେ ଚାଲିଥିବା ପ୍ରୟାସର ସମୀକ୍ଷା ପାଇଁ ଶ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ସେ କହିଛନ୍ତି ଯେ ସେଠାରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ସମଗ୍ର ସରକାର ଦିନରାତି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ 4 ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ବିଭିନ୍ନ ରାଷ୍ଟ୍ରକୁ ପଠାଉଛନ୍ତି। ନମ୍ବର 22 ରୁଷିଆ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲା କାନାଡା। କାନାଡା ରୁଷିଆ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏହି ଘୋଷଣା କରିଛନ୍ତି। ସମାଚାର ଏଜେନ୍ସି ଏପି ପକ୍ଷରୁ ଏହି ସୂଚନା ଦିଆଯାଇଛି। ରୁଷିଆ ଉପରେ ଲାଗିଥିବା ଏହି ପ୍ରତିବନ୍ଧକ ସେହି ନୀତିର ଅଂଶ ଯାହା ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷିଆ ଉପରେ ଭିନ୍ନ ଭିନ୍ନ ପ୍ରତିବନ୍ଧକ ଲଗାଯାଇଛି। ସମସ୍ତ ପଶ୍ଚିମ ୟୁରୋପୀୟ ଦେଶ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲଗାଇ ଚାଲିଛନ୍ତି।
यूक्रेन राष्ट्रपति भलोडिमिर जेलेनस्की भी लगातार भाव अन्य देश को रूसी उपर प्रतिबंधक लगेवाक अपील कर सारी। सूचनायोग्य जेलेनस्की विश्वर समस्त विमान बंदर और पोर्टे रूसिया पर प्रतिबंधक लगेवाक अपील कर सूचनायोग्य जेलेनस्की विश्वर समस्त विमान बंदर पोर्टे रूसिया पर प्रतिबंधक लगेवाक अपील कर व्यतीत रूसिया मिसाइल विमान और हेलिकप्टर पर नो फ्लाई जोन भी अपील कर। नंबर 23 अशोक प्रधान को दलर निलंबित कला बीजेडी। अनुगुड़ जिला छेंडीपदा पंचायत समिति अध्यक्ष अशोक कुमार प्रधान को बीजेडी सभापति नवीन पट्टनायक दलर निलंबित करिसेंती। दल विरोधी कार्य करने अभियोग में तांको विरोध में कार्यानुष्ठान ग्रहण कर पंचायत निर्वाचन चूड़ांत फलाफल प्रकाश पाइबा परे बीजेडी एभली कठोर निष्पत्ति ग्रहण करिछि। बीजेडी राज्य साधारण संपादक मानस मंगराज प्रेस विज्ञप्ति जरिए एने घोषणा करिसेंती। नंबर 24 रूसिया परे एबे बेलारूस कला युद्ध घोषणा। रूसिया सहित युद्ध मध्य यूक्रेन पर एक खराब खबर सामना को आसी। रूसिया पर एबे बेलारूस मध्य यूक्रेन विरोध में युद्ध करने को घोषणा करिछि। इतिमध्य खुनिकी उपर एक युद्ध विमान उड़ुथिबा बेले यह कम उच्चतार सीमा आड़क जाउथिबार देखिबाकु मिलिछि। एतद व्यतीत 10:30 रे दक्षिण आड़क आउ एक हेलिकप्टर देखा जाइथिला। रिपोर्ट अनुसार Ka-52 हेलिकप्टर गामालियरू यूक्रेन को उड़ीथिबा जणा पड़िछि। एहा द्वारा यूक्रेन रे बेलारूस आक्रमण करने को षड्यंत्र चढ़ाइथिबा अनुमान करा जाउछि। नंबर 25 अनिश्चिततार भारतर $500 रप्तानी। रूस यूक्रेन युद्ध जोगु समग्र विश्व प्रभावित होइथिबा बेले भारतर व्यावसायिक कारबार प्रभावित होइछि। यूक्रेन उपरे आक्रमण जोगु रूस उपरे विभिन्न राष्ट्र और आंतर्जातिक संगठन आर्थिक कटकणा लागू करिसेंती। तेणु रूस और सीआईएस राष्ट्र को भारतर रप्तानी कारबार प्रभावित होइछि। रिपोर्ट अनुसार एक्सपोर्ट क्रेडिट गारंटी कर्प्स प्रत्याहार जोगु रूस और सीआईएस को भारत रप्तानी करबाकु थिबा $500 मूल्यर सामग्री एबे अनिश्चितता मध्य रहिछि। पाश्चात्य राष्ट्रर कटकणा जोगु रूस सहित डॉलर पाउंड किंबा यूरो भली मुद्रा माध्यम कारबार करबा असंभव हो पड़ी। ए परिस्थिति रे भारतीय व्यवसायी माने रूसर मुद्रा रूबेल किंबा भारतीय मुद्रा टंका माध्यम कारबार करिवार एकमात्र बाट। तेणु आगामी दिन में भारतर रप्तानी कारबार बाधाप्राप्त हेबो। नंबर 26 प्राण हरइले माइक्रोसॉफ्ट सीईओ सत्य नादेला 26 वर्षीय पुओ। माइक्रोसॉफ्टर मुख्य कार्यनिर्वाही अधिकारी सत्य नादेला एवं तांको पत्नी अनुंको पुओ जैन नादेला देहांत होइछि। मृत्युबेड़ को जैन को 26 वर्ष होइथिबा बेले से सेरेब्रल पाल्सी बा मस्तिष्क पक्षाघात रोग रे पीड़ित थिले। जन्म बेले तांको ए रोग होइथिबा बेले कंपनी पक्षरु ए खबर कर्मचारी को ईमेल माध्यम रे जणाई दिया जाइछि। सूचना मुताबक सत्य नादेला जैन को खूब भल पाउथिले और 2014 रे माइक्रोसॉफ्टर सीईओ भाव में दायित्व ग्रहण करबा परठारु नादेला दिव्यांग मानक उन्नत सेवा देबा पई कंपनी रो उत्पादर परिकल्पना उपरे ध्यान देइथिले। नंबर 27 बिग बजार द ग्रेट एक्सचेंज अभियान आरंभ। देशर लोकप्रिय हाइपर मार्केट चेन बिग बजार यार बहु जनाशुना कैंपेन द ग्रेट एक्सचेंज को पुणी नहीं आसी। यह अभियान रे ग्राहक नुआ उत्पाद गुड़ी को कम मूल्य रे किनिबा को पाइबे एवं सेमानक पुराना व्यवहृत सामग्री गुड़ी को अधिक मूल्य रे बिक्री करिवे। बिग बजार ग्राहक मानक निकटरू पुराना व्यवहृत सामग्री क्रय करी सेमानक एक्सचेंज भाउचर प्रदान करिवो। ग्राहक उक्त एक्सचेंज भाउचर को व्यवहार करी नुआ उत्पाद क्रय समय रे अधिक रिहाती पाइबे। पुराना व्यवहृत किसी सामग्री मूल्य मध्य रही पुराना खबर कागज किलो पिछा 50 टंका, पुराना पोशाक किलो पिछा 100 टंका, पुराना टीवी मोबाइल फोन रेफ्रिजरेटर एसी गोटे पिछा 5000 टंका, छोट उपकरण गोटे पिछा 1000 टंका एवं आहरी अनेक। नंबर 28 फुटबॉल विश्वकप रूस को बासंद कला फीफा। यूक्रेन उपर रूसर आक्रमण को सारा विश्व विरोध करुछि। एपरिकी निज देशर लोके मध्य रूस राष्ट्रपति पुतिन को कड़ा विरोध करी प्रदर्शन करुछंती। यार प्रभाव खेल मैदान उपरे मध्य पड़िछि। एपरि स्थिति रे रूस उपर कड़ा भूमिका देखैछि फेडरेशन ऑफ इंटरनेशनल फुटबॉल एसोसिएशन। शांति पई अपील करिसंती खेलाड़ी हेले रूस निज जिद रे अटल रहुथिबारु यार विरोध रे कठोर पदक्षेप नेइछि फीफा। कही रखु चलित वर्ष फीफा वर्ल्ड कप कतार रे आयोजित हेबाकु जाउछि। जातीय हेउ कि अंतर्जातीय फुटबॉल टूर्नामेंट हेउ सबुथिरु रूस को बासंद करा जाइछि। इंटरनेशनल आईएस हॉकी रु मध्य रूस को बाद दिया जाइछि। नंबर 29 महिला दिनिकिया क्रिकेट विश्वकप मार्च 4 रु पाकिस्तान सह भारतर प्रथम मुकाबिला। मार्च 4 रु न्यूजीलैंड रे आरंभ होउछि आईसीसी महिला दिनिकिया क्रिकेट विश्वकप 12तम संस्करण। एथिरे मोट 8टी दल भाग नेउछंती। ए 8टी दल हेले आयोजक न्यूजीलैंड गत थरर चैंपियन इंग्लैंड, ऑस्ट्रेलिया, भारत, दक्षिण आफ्रिका, बांग्लादेश, पाकिस्तान और वेस्टइंडिज। लीग पर्यायर ए 8टी दल परस्पर विरोध में 7टी लेखाएं मैच खेलिबे। भारतर खेल सूची मार्च 6 बनाम पाकिस्तान, मार्च 10 बनाम न्यूजीलैंड, मार्च 12 बनाम वेस्टइंडिज, मार्च 16 बनाम इंग्लैंड, मार्च 19 बनाम ऑस्ट्रेलिया, मार्च 22 बनाम बांग्लादेश, मार्च 28 बनाम दक्षिण आफ्रिका।
नंबर 30 शहेतम टेस्ट मैच ପାଇଁ କୋହଲିଙ୍କ ଅଭ୍ୟାସ ଆରମ୍ଭ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଜୀବନର 100ତମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଏହି ଟେଷ୍ଟ ମ୍ୟାଚ୍ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ମ୍ୟାଚ୍ ଲାଗି ଦେଶର ସଫଳତମ ଅଧିନାୟକ କୋହଲି ପ୍ରସ୍ତୁତି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। କୋହଲି ଓ ୱିକେଟ୍ ରକ୍ଷକ ରିଷଭ ପନ୍ତ ଶନିବାର ଏଠାରେ ଭାରତୀୟ ଟେଷ୍ଟ ଦଳରେ ଯୋଗ ଦେବା ପରେ ରବିବାର ପଡ଼ିଆରେ ଅଭ୍ୟାସ କରିଥିଲେ। ପଞ୍ଜାବ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ସେ ଶ୍ରୀଲଙ୍କା ସହ ପ୍ରଥମ ଟେଷ୍ଟ ଖେଳିବାକୁ ଫିଟ୍ ହେଲେ ତାଙ୍କ ଜୀବନର 100ତମ ମ୍ୟାଚ୍ ଖେଳିବେ। ବିନା ଦର୍ଶକରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍ରେ ପିସିଏ କୋହଲିଙ୍କୁ ସମର୍ଥିତ କରିବ। କିନ୍ତୁ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ଦିବାରାତ୍ର ଦ୍ୱିତୀୟ ଟେଷ୍ଟରେ 50% ଦର୍ଶକଙ୍କୁ ଷ୍ଟାଡିୟମରେ ଖେଳ ଦେଖିବାକୁ ଅନୁମତି ମିଳିବ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ।